ରତ୍ନ ଭଣ୍ଡାର ଜୁଲାଇ 8 ତାରିଖରେ ଖୋଲୁଛି କି? ଦେଖନ୍ତୁ ଗୋଟିଏ କଥା ସ୍ପଷ୍ଟ ଅଛି ଯେ ସେ ବାବଦରେ ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ଏବଂ ସରକାର ନିଷ୍ପତ୍ତି ନେଲା ପରେ ସେଇଟା ସମସ୍ତଙ୍କ ସାମ୍ନାକୁ ଆସିବ। ସରକାର ନିଷ୍ପତ୍ତି ନେବା ପୂର୍ବରୁ ଜଣେ ବିଭ୍ରାନ୍ତକର ମନ୍ତବ୍ୟ ଦେଇକି ଜଣେ ସରକାରୀ ଅଫିସର ଯୋଉଭଳି ଭାବରେ ଏ ଟାଇର ଜଣେ ଅଧିକାରୀ କହିଛନ୍ତି ଯେ ତାଙ୍କର ସେ ସେଥିପାଇଁ ଅଥରାଇଜ ନୁହନ୍ତି କି ସେଥିରେ ତାଙ୍କର କୌଣସି ଭୂମିକା ବି ନାହିଁ। ତେଣୁକରି ମୋ କହିବା କଥା ସେ କଥା କହିଛନ୍ତି ସେଟା ତାଙ୍କର ନିଜସ୍ୱ ମତ ଏବଂ ଅତ୍ୟନ୍ତ ବିଭ୍ରାନ୍ତିକର ମତ। ସେ ମତ ସାଙ୍ଗରେ ତାର କିଛି ସମ୍ପର୍କ ନାହିଁ ଏବଂ ସିଧାସଳଖ ହଉଛି ସରକାର ଖୁବ୍ ଶୀଘ୍ର ଏ ବାବଦରେ ନିଷ୍ପତ୍ତି ନେବେ ଏବଂ ନିଷ୍ପତ୍ତି ନେଲା ପରେ ସେଟା ସମସ୍ତଙ୍କ ସାମ୍ନାକୁ ଆସିବ। ତ କିଛି ଡେଟ୍ ସରକାର ଚାହୁଁଛନ୍ତି କି କିଛି ନିର୍ଦ୍ଦିଷ୍ଟ ଡେଟ୍? ନିଷ୍ପତ୍ତି ନେଇନାହାନ୍ତି ଯେହେତୁ ତେଣୁକରି କୌଣସି ଡେଟ୍ କହିବା ବର୍ତ୍ତମାନ ପକ୍ଷେ ସମ୍ଭବ ନୁହଁ। ଖୁବ୍ ଶୀଘ୍ର ସରକାର ଏ ବାବଦରେ ନିଷ୍ପତ୍ତି ନେବେ ଏବଂ ସେ ଡେଟ୍ ବି ଆସିବ। ପୃଥ୍ୱୀରାଜ, ଯୋଉ ରଥଯାତ୍ରା ସମୟରେ ଖୋଲାଯିବ ବୋଲି ଯୋଉ ରିପୋର୍ଟ ଆସିଥିଲା ବିଜୁ ଜନତା ଦଳ ସରକାର ସେତେବେଳେ କହିଥିଲେ ଖୋଲାଯିବା କଥାର ନିଶ୍ଚିତ ଭାବରେ ଖୋଲାଯିବ, କିନ୍ତୁ କେବେ ଖୋଲାଯିବ କଣ ଖୋଲାଯିବ ସେ ବାବଦରେ ଖୁବ୍ ଶୀଘ୍ର ସରକାର ନିଷ୍ପତ୍ତି ନେବେ ଏବଂ ନିଷ୍ପତ୍ତି ନେଲା ପରେ ଯାହା ତାରିଖ ଆସିବ ସେ କଥା ନିଶ୍ଚିତ ଭାବରେ ଜନସାଧାରଣଙ୍କ ସାମ୍ନାକୁ ଆସିବ। ମୁଁ ଗୋଟେ ଲାଷ୍ଟ କ୍ୱେଶ୍ଚିନ୍ ପଚାରିବାକୁ ଚାହୁଁଥିଲି, ରତ୍ନ ଭଣ୍ଡାର କାହିଁକି ଖୋଲା ହେଇନଥିଲା ଏ ସମ୍ପର୍କରେ କିଛି ତଥ୍ୟ ଆପଣ ପାଇଲେନି କି? କଣ ପାଇଁ 6 ବର୍ଷ ହେଲା କାହିଁକି ଖୋଲା ହେଇନଥିଲା ତାର କିଛି ଉତ୍ତର କାହା ପାଖରେ ନାହିଁ। ପୂର୍ବତନ ସରକାର ଏଥିରେ ଗୋଟେ ଯୋଉ ଛୋଟିଆ ରାଜନୈତିକ ଇଚ୍ଛା ଶକ୍ତିର ଆବଶ୍ୟକତା ଅଛି, ତାଙ୍କ ପାଖରେ ହୁଏତ ରାଜନୈତିକ ଇଚ୍ଛା ଶକ୍ତି ନଥିଲା କିମ୍ବା ଜଗନ୍ନାଥଙ୍କର ଯୋଉ ସମ୍ପତ୍ତି ସେ ସମ୍ପତ୍ତିର ଆଉଥରେ ଗୋଟେ ଷ୍ଟକ୍ ଟେକିଂ ହଉ ସେ କଥା ଚାହୁଁନଥିଲେ। କଣ ପାଇଁ ଖୋଲୁନଥିଲେ ତାର ଉତ୍ତର ନା କୌଣସି ଅଧିକାରୀଙ୍କ ପାଖରେ ଅଛି ନା କୌଣସି ସରକାରଙ୍କ ଯୋଉ ପୂର୍ବତନ ସରକାର ଥିଲେ ତାଙ୍କ ପାଖରେ ଥିଲା। ତେଣୁକରି କୌଣସି ମତେ ସେ କଥାର ଏକ ଅତ୍ୟନ୍ତ ଗୋଟେ ଆମ୍ବିଗୁଅସ୍ ସିଚୁଏସନରେ ସେ କଥା ଅଛି ଏବଂ ତା ବାବଦରେ ମୁଁ ଭାବୁଛି କୌଣସି ଉତ୍ତର ପାଇବା ସମ୍ଭବ ହବ ନାହିଁ। କାରଣ କିଛି ନାହିଁ, କିନ୍ତୁ ରତ୍ନ ଭଣ୍ଡାର ଖୋଲାଯାଉନଥିଲା। କାରଣ କିଛି ନାହିଁ, ରତ୍ନ ଭଣ୍ଡାର ଚାବି ହଜିଛି ବୋଲି ମିଛ କୁହାଯାଉଥିଲା। ଅନେକ ଗୁଡିଏ କଥା ସେଥିରେ ଅଛି। ତେଣୁକରି ଆମେ ସ୍ପଷ୍ଟ ଏ ବାବଦରେ ଆମେ ଯୋଉ କଥା ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଛୁ, ରତ୍ନ ଭଣ୍ଡାର ଖୋଲାଯିବ ଏବଂ ଷ୍ଟକ୍ ଟେକିଂ କରାଯିବ, ଇନଭେଣ୍ଟରି ମ୍ୟାଚ୍ କରାଯିବ, ସେ କଥା ନିଶ୍ଚିତ ଭାବରେ କରାଯିବ ଓ ଶ୍ରୀନାଥଙ୍କର ସଂସ୍କୃତିକୁ ସୁରକ୍ଷା ପାଇଁ ଆମେ ସବୁ ପ୍ରକାର ପଦକ୍ଷେପ ନେବୁ। ବହୁତ ଧନ୍ୟବାଦ।